ନମସ୍କାର, ମୁଁ ସିଦ୍ଧାର୍ଥ ଆପଣମାନଙ୍କୁ ଚଣ୍ଡିସାର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦେବେ ଓ ଭିଡ଼ିଓକୁ ସାଙ୍ଗସାଥିମାନଙ୍କୁ ସେୟାର କରିବେ ଯାହାକି ସେମାନେ ବି ବେନିଫିଟ୍ ପାଇପାରିବେ। ଫ୍ରିରେ କ୍ଲାସେସ୍ ନୋଟ୍ ପାଇପାରିବେ। ଆଜି ପିଲାମାନେ ଇଭିଏସ୍ର ଗୋଟେ ଟପିକ୍ ତମ ଯେମିତି ସିଲାବସ୍ରେ ଅଛି ଖାଦ୍ୟ ଓ ପୋଷଣ ଉପରେ ତାକୁ ଆଜି ଆଲୋଚନା କରିବା। ତାର ଥିଓରି ଦେଖିବା, ଭଲସେ କନସେପ୍ଟ କ୍ଲିଅର ହେବା, ଯାହା ବି ଟ୍ରିକ୍ ଅଛି ତାକୁ ବୁଝିବା ଆଉ କିଛି MCQ ପ୍ରାକ୍ଟିସ୍ କରିବା। କ୍ଲାସ୍ ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଓ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ମଧ୍ୟ ଜଣାଇବେ। ଚାଲ ପିଲାମାନେ ଏବେ କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ପିଲାମାନେ ତୁମର ଯେମିତି ସିଲାବସ୍ରେ ଅଛି ସିଲାବସ୍ ୱାଇଜ୍ କ୍ଲାସ୍ ହେଉଛି ଇଭିଏସ୍ର। ଆଉ ଓଡ଼ିଆ ପାଇଁ ମୁଁ ଅଲରେଡ଼ି ଗୋଟେ ପ୍ୟାସେଜ୍ର ଭିଡ଼ିଓ ଅପଲୋଡ଼ କରିଦେଇଛି, ତାକୁ ଦେଖି ନେବେ। ମାନସକର ଯେତିକି ଟପିକ୍ ଅଛି ଗୋଟେ ମାରାଥନ୍ କ୍ଲାସ୍ କରିଦେବା। ଆଉ ଇଭିଏସ୍ର ନ୍ୟାଚୁରାଲ୍ ୱାର୍ଲ୍ଡ ଅଲରେଡ଼ି ସରିସାରିଛି। ଟପିକ୍ ୱାଇଜ୍ ମୁଁ ଭିଡ଼ିଓ ଅପଲୋଡ଼ କରିଦେଇଛି, ଯେଉଁମାନେ ଦେଖିନାହ ଯାଇକି ପ୍ଲେଲିଷ୍ଟରେ ଅଛି ଦେଖିନେବ। ଆଉ ଆଜି ଷ୍ଟାର୍ଟ କରିବା ହ୍ୟୁମାନ୍ ବଡ଼ିର ଫାର୍ଷ୍ଟଟା ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ୍, ଖାଦ୍ୟ ଓ ପୋଷକ ଉପରେ ଦେଖିବା। ଟାଇଟେଲ୍ ଖାଦ୍ୟ ଓ ପୋଷଣ ମାନବ ଶରୀର। ତ ଯେତିକି ଆମର ଦରକାର ସେତିକି ହିଁ ଦେଖିବା। ଖାଦ୍ୟର ମୁଖ୍ୟ ଉପାଦାନ। ଖାଦ୍ୟର ମୁଖ୍ୟ ଉପାଦାନ 5ଟି ମୁଖ୍ୟ ପୋଷକ ତତ୍ତ୍ୱ ଥାଏ। ଖାଦ୍ୟରେ ସାଧାରଣତଃ 5ଟି ମୁଖ୍ୟ ପୋଷକ ତତ୍ତ୍ୱ ଥାଏ। କ'ଣ କ'ଣ ପିଲାମାନେ? ତ 5ଟି ହେଉଛି, ଫାର୍ଷ୍ଟ ହେଉଛି କାର୍ବୋହାଇଡ୍ରେଟ୍, ସେକେଣ୍ଡ ସ୍ନେହସାର, ଥାର୍ଡ଼ ପୁଷ୍ଟିସାର, ଜୀବସାର ଓ ଧାତୁସାର। ହେଲା, ଏଇ 5ଟି ତତ୍ତ୍ୱ ଥାଏ। ତ ସେଇଗୁଡ଼ାକ ଏଇ 5ଟିରୁ ପରୀକ୍ଷାରେ ପଚାରେ। ପୋଷକ ତାର କାମ କ'ଣ, କେଉଁଥିରୁ ଆମେ କେଉଁ ସାର ପାଇପାରିବା। ଫାଷ୍ଟ ଯେମିତି ଅଛି ଶର୍କରା ବା କାର୍ବୋହାଇଡ୍ରେଟ୍। କାର୍ବୋହାଇଡ୍ରେଟ୍ ଆମ ବଡ଼ିକୁ ତୁରନ୍ତ ଶକ୍ତି ଯୋଗାଇଥାଏ, ଆମ ଶରୀରକୁ ହଠାତ୍ ଶକ୍ତି ଯୋଗାଇଥାଏ। କେଉଁଥିରୁ କାର୍ବୋହାଇଡ୍ରେଟ୍ ମିଳିଥାଏ? ଭାତ, ରୁଟି, ଆଳୁ, ଚିନି। ପିଲାମାନେ ଜାଣିଥିବ ତମ ଘରେ ପ୍ୟାରେଣ୍ଟସ୍ ବାପା ବା ମା ଯଦି ଉପବାସ କରିଥିବେ ତା ପରଦିନ କ'ଣ ଖାଆନ୍ତି? ଭାତ ଖାଇଥିଲା ପରେ ତାଙ୍କୁ ବଳ ଆସିଯାଏ ନା। ତ ହଠାତ୍ କି ଶକ୍ତି ଆସିଥାଏ କେଉଁଥିରେ? ଶର୍କରା ବା କାର୍ବୋହାଇଡ୍ରେଟ୍ ଦ୍ୱାରା ଆମ ଶରୀରକୁ ତୁରନ୍ତ ଶକ୍ତି ମିଳିପାରେ। ଆଉ କେଉଁଥିରୁ ମିଳିଥାଏ? ଭାତ, ରୁଟି, ଆଳୁ, ଚିନିରୁ ଆସିଥାଏ। ଆଉ ଗୋଟେ ସେକେଣ୍ଡ ହେଉଛି ସ୍ନେହସାର ଫ୍ୟାଟ୍ସ। ମାନେ ପିଲାମାନେ ଜାଣିଥିବ କହୁନାହାନ୍ତି ଏହାର ଫ୍ୟାଟ୍ସ ଅଧିକା ଜମିଯାଇଛି, ଅଧିକା ହେଇଗଲାନି, ତେଲ ଜିନିଷ ଖାଆନି। ତ ମନେ ରଖିବ, ସ୍ନେହସାର ଯେତେ ଅଧିକ ଶକ୍ତି ଓ ଉତ୍ତାପ ଦିଏ। ଏଗୁଡ଼ା ସାଧାରଣତଃ ତେଲ, ଘିଅ, ବାଦାମ, ମାଖନ ଏଇ ଜିନିଷ ଗୁଡ଼ାକରେ ସ୍ନେହସାର ଭରପୁର ଥାଏ। ସାଧାରଣତଃ କହନ୍ତି ତେଲ ଜିନିଷ ଖାଆନି, ଫ୍ୟାଟ୍ ବଢ଼ିଯିବ। ହେଲା, କହନ୍ତି ନା ଫ୍ୟାଟ୍ ବଢ଼ିଯିବ, ଏମିତି ଏଇଭଳିଆ ମନେ ରଖିବାର ଅଛି ତୁମକୁ। ତେଲ ଜିନିଷ ଅଧିକା ଖାଇଲେ ଫ୍ୟାଟ୍ସ ଜମିଯିବ, କାରଣ ତେଲ, ଘିଅ, ବାଦାମ, ମାଖନରେ ସାଧାରଣତଃ ସ୍ନେହସାର ଅଧିକ ଥାଏ। ଥାର୍ଡ଼ରେ ପୁଷ୍ଟିସାର। ପୁଷ୍ଟିସାର ପ୍ରୋଟିନ୍ସ କହୁନାହାନ୍ତି, ୟାର ପ୍ରୋଟିନ୍ସ ନାହିଁ, ତାର ଶରୀର ବଢ଼ୁନି, ଟିକେ ଡାଲି, ଅଣ୍ଡା, ମାଛ, ମାଂସ ଖା, ଛେନା କୁମ୍ପଡ଼ ଖା, ଏଇଭଳିଆ କୁହନ୍ତି। ପୁଷ୍ଟିସାର ଦ୍ୱାରା ଶରୀର ବୃଦ୍ଧି ହେଇଥାଏ। ଆଉ ସେ ସାଧାରଣତଃ ଡାଲି, ଅଣ୍ଡା, ମାଛ, ମାଂସ, ଛେନାରେ ପୁଷ୍ଟିସାର ଭରପୁର ଥାଏ। ତାପରେ ଭିଟାମିନ୍, ଯାହାକୁ ଆମେ ଜୀବସାର କହୁଛୁ। ଜୀବସାର ସାଧାରଣତଃ ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ। ରୋଗ ପ୍ରତିରୋଧ କହୁନାହାନ୍ତି, ତାକୁ ରୋଗ ବାର ହେଉଛି, ଭିଟାମିନ୍ କମିଯାଇଛି, ଭିଟାମିନ୍ ନାହିଁ ବୋଲି ଏଥିପାଇଁ ବାର ରୋଗ ହେଉଛି। ଟିକେ ଫଳ ପନିପରିବା ଖା, କ୍ଷୀର ପିଇ, ତଟକା ପନିପରିବା ଖା, ଏଇ ଟାଇପ୍ର କହନ୍ତିନି। ତ ସାଧାରଣତଃ ଭିଟାମିନ୍ ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ଓ ଫଳ ପନିପରିବା କ୍ଷୀରରେ
ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ। ଆଉ ଗୋଟେ ରହିଲା ଧାତୁ ସାର ମିନେରାଲ। କହୁନାହାନ୍ତି ପିଲାମାନେ ତାର ମିନେରାଲ କାରଣରୁ ହାଡ଼ ଗୁଡ଼ା ୱିକ୍ ହେଇଗଲାଣି। ତ ଧାତୁ ସାର କାର୍ଯ୍ୟ ହେଲା ହାଡ଼, ଦାନ୍ତ, ରକ୍ତ ଗଠନ କାର୍ଯ୍ୟ କରେ। ସାଧାରଣତଃ ହାଡ଼, ଦାନ୍ତ ଏଇଗୁଡ଼ାକ ଷ୍ଟ୍ରଙ୍ଗ କାମ କରେ ୟାର ଧାତୁ ସାର। ସାଧାରଣତଃ ଶାଗ, କ୍ଷୀର, ସାମୁଦ୍ରିକ ମାଛରେ ଏଗୁଡ଼ାକ ପ୍ରଚୁର ପରିମାଣ ମିଳିଥାଏ। ତ ଏଇଥିରୁ ଏକ୍ଜାମରେ ଆସିପାରେ ଗୋଟେ ନା ଗୋଟେ। ତ ଡାଇରେକ୍ଟ ମୁଁ ଏତେ ଯଦି ତାକୁ ଥିଓରି ପଢ଼ାଇଥାନ୍ତି ତମେ କିଛି ବି ଲାଭ ହେଇନଥାଏ। ଯେତିକି କଣ୍ଟେଣ୍ଟ ଦରକାର ସେତିକି ହିଁ ଦେଖିବା। ଏବେ ଦେଖିବା ଭିଟାମିନ୍ରୁ ଗୋଟେ କ୍ୱେଶ୍ଚିନ୍ ସିଓର ପଚାରିବ ଏକ୍ଜାମରେ ହେଲା। ସେ ଯଦି ସିଓର ପଚାରିବ ଭିଟାମିନ୍ ଆଉ ଡିଜିଟ୍ ଦେଖ ପିଲାମାନେ ଏଇଟା ତ ପଚାରେ ସବୁଥିରେ। ଯଦି ଭିଟାମିନ୍ ଏ ଅଭାବ ଅଛି ଜଣକୁ ନା ତାକୁ ଅନ୍ଧାର କଣ ରୋଗ ହୋଇଥାଏ। ଯଦି ଭିଟାମିନ୍ ଏ ଅଭାବ ହୋଇଥାଏ ତାକୁ କଣ ଅନ୍ଧାର କଣ ହୋଇଥାଏ। କଣ ଖାଇବା ଦରକାର? ଗାଜର, କ୍ଷୀର, ଖାଣ୍ଟି ଘିଅ, ଶାଗ ଏଇଭଳିଆ ଜିନିଷ ଖାଇବା ଦରକାର ଅନ୍ଧାର କଣା ଯୋଗୁଁ। ଭିଟାମିନ୍ ବି ଅଭାବରୁ କୋଉ ରୋଗ ହେଇଥାଏ ପିଲାମାନେ? ବେରି। କୋଉ ରୋଗ? ବେରି। ଭିଟାମିନ୍ ସି ଅଭାବରୁ ସ୍କର୍ଭି ହେଇଥାଏ ବା ପାଟି ଘା ମଧ୍ୟ ହେଇଥାଏ। ଭିଟାମିନ୍ ଡି ଅଭାବରୁ ରେକ୍ଟେସ୍ ବା ହାଡ଼ ଦୁର୍ବଳ ହେଇଯାଏ। ଆଉ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ଆମେ ପାଇଥାଉ। ଏଇଟା ପଚାରେ ହେଲା। ଆଉ ପଚାରେ ଲେମ୍ବୁ, ଅଁଳା, ଟମାଟୋରେ କେଉଁ ଭିଟାମିନ୍ ରହିଛି? ଭିଟାମିନ୍ ସି। ଲେମ୍ବୁ, ଅଁଳା, ଟମାଟୋ, ଲେମ୍ବୁ ଅଁଳା ପଚାରେ। ଏଟା ଟିକେ ଓଡ଼ିଆ ଟାଇପିଂ ହେଇଯାଇଛି, ମିଷ୍ଟେକ୍ ହେଇଯାଇଛି। ଲେମ୍ବୁ, ଅଁଳା ଯଦି ପଚାରିବ ତାହେଲେ ତାକୁ ଭିଟାମିନ୍ ସି କରିବ। ଆଉ ସୂର୍ଯ୍ୟ କିରଣ କୋଉ ଭିଟାମିନ୍ ଅଛି? ତାହେଲେ ଭିଟାମିନ୍ ଡି। ବୁଝିଗଲା ପିଲାମାନେ? ଏ ଚାରିଟାରୁ ତ ପଚାରିବ ନିହାତି। ଅନ୍ଧାରକଣା ଅଭାବରୁ ଭିଟାମିନ୍ ଏ ଅଭାବରୁ ଅନ୍ଧାରକଣା ରୋଗ ହେଇଥାଏ। ବେରି ରୋଗ ଭିଟାମିନ୍ ବି ଅଭାବରୁ ହେଇଥାଏ। ଓ ଲେମ୍ବୁ, ଅଁଳା, ଟମାଟୋରେ ଭିଟାମିନ୍ ସି ଥାଏ। ଭିଟାମିନ୍ ସି ଅଭାବରୁ ସ୍କର୍ଭି ରୋଗ ହେଇଥାଏ। ଆଉ ସୂର୍ଯ୍ୟକିରଣରେ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ। ରେକ୍ଟେସ୍ ବା ହାଡ଼ ଦୁର୍ବଳ ହେଲେ ଭିଟାମିନ୍ ଡି ଅଭାବ ଯୋଗୁଁ ହେଇଥାଏ। ଆଉ ଆୟୋଡ଼ିନ୍ ଧାତୁସାର ଆୟୋଡ଼ିନ୍ ଅଭାବରୁ ଗଳଗଣ୍ଡ ରୋଗ ହେଇଥାଏ। ଆଉ ଆଇରନ୍ ଅଭାବରୁ ରକ୍ତହୀନତା ଦେଖାଦିଏ। ଏହା ଛଡ଼ା ପିଲାମାନେ ଆହୁରି ଦୁଇଟା ଅଛି ଭିଟାମିନ୍ ଏ, ବି, ସି, ଡି ଆଉ ଭିଟାମିନ୍ ଇ ଆଉ ଗୋଟେ କେ। ଭିଟାମିନ୍ ଇ ର କାମ ହେଲା ପିଲାମାନେ ଶରୀରର କୋଷ ଟିସ୍ୟୁ ଗୁଡ଼ିକ କ୍ଷତିରୁ ରକ୍ଷା କରେ। ଏକ୍ଜାମରେ ଏଇଟା ପଚାରେ ଚର୍ମ ଏବଂ କେଶକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରେ କେଉଁ ଭିଟାମିନ୍? ତ ତାହେଲେ ଭିଟାମିନ୍ ଇ ହେଇଯିବ। ବୁଝିଗଲା ପିଲାମାନେ? କହନ୍ତି ନା ଗାଁ ଗହଳିରେ ପ୍ରାୟ ଶୁଣିଥିବ ଭିଟାମିନ୍ ଇ ଅଭାବରୁ ତାର ସ୍କିନ୍ ଗୁଡ଼ାକ କେମିତି ଦିଶାଗଲାଣି, ତାର ସ୍କିନ୍ର କେୟାର ନେଉନି କହନ୍ତିନି। ତ ସାଙ୍ଗସାଥି ମାନେ ଦେଖିବ ଘରେ ମାମା ବି ମଧ୍ୟ କହୁଥିବେ, କହିବେ ସ୍କିନ୍ ଗୁଡ଼ାକ ଖରାପ ହେଇଗଲାନି ଭିଟାମିନ୍ ଇ ଅଭାବରୁ। ଆଉ ଭିଟାମିନ୍ କେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ସାମାନ୍ୟ ଆଘାତ କିମ୍ବା କାଟିଗଲେ ଅଧିକ ରକ୍ତସ୍ରାବ ହେବାରୁ ରକ୍ଷା କରିଥାଏ ଭିଟାମିନ୍ କେ। ଯେଉଁ ଭଳିଆ ପଏଣ୍ଟ ଗୁଡ଼ା ଯେଉଁତକ କହିଲି ସେଗୁଡ଼ା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆଉ ଥରେ କହିଦେଉଛି ଭିଟାମିନ୍ ଏ ଅଭାବରୁ ଅନ୍ଧାର କଣ ରୋଗ ହେଇଥାଏ। ଭିଟାମିନ୍ ବି ଅଭାବରୁ ବେରି ଭିଟାମିନ୍ ସିରୁ ସ୍କର୍ଭି ରୋଗ ହେଇଥାଏ ବା ପାଟି ଘା। ତ କେଉଁଥିରୁ ଭିଟାମିନ୍ ସି ପାଇବା? ଲେମ୍ବୁ, ଅଁଳା, ଟମାଟୋରୁ ପାଇବା। ଭିଟାମିନ୍ ଡି ଅଭାବରୁ ରେକ୍ଟେସ୍ ବା ହାଡ଼ ଦୁର୍ବଳତା। ସୂର୍ଯ୍ୟକିରଣରେ ଭିଟାମିନ୍ ଡି ଥାଏ। ଆୟୋଡ଼ିନ୍ ଅଭାବରୁ ଗଳଗଣ୍ଡ ଆଉ ଆଇରନ୍ ଅଭାବରୁ ରକ୍ତହୀନତା। ଭିଟାମିନ୍ ଇ ହେଉଛି ଚର୍ମ ଓ କେଶକୁ
ଯଦି ଦୁର୍ବଳ ହେଇଯାଏ ଭିଟାମିନ୍ ଇ ଆଉ ରକ୍ତ ଜମାଟରେ ଭିଟାମିନ୍ କେ। ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏବେ ଦେଖିବା ମାନବ ପାଚନ ତନ୍ତ୍ର। ମାନବ ପାଚନ ତନ୍ତ୍ର ଖାଦ୍ୟ ହଜମ ହେବାର ମୁଖ୍ୟ ଅଙ୍ଗ ଗୁଡ଼ିକ। ମୋଷ୍ଟ ଇମ୍ପୋର୍ଟାଣ୍ଟ ସିକ୍ୱେନ୍ସ ପଚାରି ଦିଏ, ସିକ୍ୱେନ୍ସ ଅନୁସାରେ ମନେ ରଖିବ। ଫାଷ୍ଟ ପାଟି, ଗ୍ରାସନଳୀ, ତାପରେ ପାକସ୍ଥଳୀ, ଦାନ୍ତ, ବୃହଦାନ୍ତ। ପାଟି, ଦାନ୍ତ ଦ୍ୱାରା ଖାଦ୍ୟ ଚୋବାଇବା ଆଉ ସାଲିଭା ଯେଉଁ ଲାଳ ଥାଏ ନା, ସାଲିଭା ଯେଉଁ ଲାଳ ତା ସହିତ ମିଶି କାମ କରେ। ତାପରେ ଗ୍ରାସନଳୀ ଦେଇକି ଖାଦ୍ୟକୁ ପାକସ୍ଥଳୀ ନେଇଯାଏ। ପାକସ୍ଥଳୀରେ ଏସିଡ୍ ପାଚକ ରସ ଦ୍ୱାରା ଖାଦ୍ୟ ହଜମ ହୁଏ। ତାପରେ ক্ষୁଦାନ୍ତରେ ହଜମ ପ୍ରକ୍ରିୟା ଶେଷ ହୁଏ, ପୋଷକ ତତ୍ତ୍ୱ ରକ୍ତରେ ମିଶେ। ମାନେ ଏହାର ସିକ୍ୱେନ୍ସକୁ ମନେ ରଖିବ ହେଲା। ଏହାର ସିକ୍ୱେନ୍ସଟା ଟିକେ ମନେ ରଖିବ, ଏକ୍ଜାମ୍ରେ ଇମ୍ପୋର୍ଟାଣ୍ଟ ଦେଇପାରେ, ନହେଲେ ପଚାରିପାରେ। ଫାଷ୍ଟ ଖାଦ୍ୟ ଏଣ୍ଟ୍ରି କୋଉଟା ପଚାରିପାରେ, ଲାଷ୍ଟ ପଚାରିପାରେ। ତ ଯଦି ବି ପଚାରେ ୱାନ୍ ଲାଇନରରେ ମନେ ରଖିଦେଇଥିବ, ନୋଟ୍ କରିନେବ। ଆଉ ତ ପୁରା ୟାର ଯଦି ଆମେ ଗୋଟେ ଗୋଟେ କରି ପଢ଼ିବା ନା, ତ ଡିପଲି ପଢ଼ିବା ଦରକାର ବି ନାହିଁ। କାହିଁକିନା କ୍ଲାସ୍ ଫିଫ୍ଥରେ ଏତେ ବି କଣ୍ଟେଣ୍ଟ ଦେଇନି ଯେ ପଚାରିବ ଡିପଲି। ତ ଏତିକି ବେସିକ୍ ଜିନିଷ ପଢ଼ିବାର ଦରକାର ଅଛି। ଏବେ ଦେଖିବା, ଯାହା ବି ଦେଖିଲେ ତାର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କିଛି MCQ ପ୍ରାକ୍ଟିସ୍ କରିଦେବା। ତ ପଚାରିଲା ଯାହା ବି ପଢ଼ିଛନ୍ତି ତା ଭିତରୁ ହିଁ କ୍ୱେଶ୍ଚିନ୍ ଆସିବ। ଶରୀର ବୃଦ୍ଧି ପାଇଁ କେଉଁ ପୋଷକର ସବୁଠାରୁ ଅଧିକ ଆବଶ୍ୟକ? ଆମେ ଏବେ ପଢ଼ିଥିଲେ ଶରୀର ବୃଦ୍ଧି ପାଇଁ କେଉଁ ପୋଷକ ଆବଶ୍ୟକ? ଅପସନ୍ ଏ ଶର୍କରା, ଅପସନ୍ ବି ପୁଷ୍ଟିସାର, ଅପସନ୍ ସି ଜୀବସାର, ଅପସନ୍ ଡି ସ୍ନେହସାର। ତ ଶରୀର ବୃଦ୍ଧି ପଚାରିଛି ହଠାତ୍, ତ ପ୍ରୋଟିନ୍ ଶରୀର ବୃଦ୍ଧି ପାଇଁ। ଅଁଳା, ଲେମ୍ବୁ କେଉଁ ଭିଟାମିନ୍ ପ୍ରଚୁର ପରିମାଣ ଥାଏ? ଅଁଳା ଲେମ୍ବୁ କେଉଁ ଭିଟାମିନ୍? ଅପସନ୍ ସି ଭିଟାମିନ୍ ସିରେ ଅଁଳା ଲେମ୍ବୁରେ ଭିଟାମିନ୍ ସିର ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ। ଏଇଟା ପଚାରିଲା ପାଚନ ପ୍ରକ୍ରିୟାରେ ପୋଷକ ତତ୍ତ୍ୱ ଶୋଷଣ ମୁଖ୍ୟ କେଉଁଠାରେ ହୁଏ? ପାଚନ ପ୍ରକ୍ରିୟା ପଚାରିଛି, ପୋଷକ ତତ୍ତ୍ୱର ଶୋଷଣ ମୁଖ୍ୟତଃ ক্ষୁଦାନ୍ତରେ ହେଇଥାଏ ପିଲାମାନେ। ତ ପିଲାମାନେ କ୍ଲାସ୍ଟି କେମିତି ଲାଗିଲା? ତ କ୍ଲାସ୍ଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ ଓ ସାଙ୍ଗସାଥିମାନଙ୍କୁ ସେୟାର କରିବ, ସେମାନେ ବି ଯେପରି ବେନିଫିଟ୍ ପାଇପାରିବେ। ଓ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଆଉ ଯଦି ଯାହାର କିଛି ବି ନିଡ୍ କମେଣ୍ଟରେ ଜଣାଇ ପାରିବେ। ଆଉ ଯଦି କିଛି ବି ତ୍ରୁଟି ରହୁଛି ତାହେଲେ ମୋତେ କଣ୍ଟାକ୍ଟ ବି କରିପାରିବେ। ଆଉ ଆମ ଟେଲିଗ୍ରାମରେ ଜଏନ୍ ହେଇଯିବେ ହେଲା। ଆଉ କଣ୍ଟାକ୍ଟ ନମ୍ବର ଯଦି କିଛି ବି ଡାଉଟ୍ ହୁଏ ପଚାରିପାରିବେ ହ୍ୱାଟ୍ସଆପ୍ ଦ୍ୱାରା। ଏଇଟା ଆମର କଣ୍ଟାକ୍ଟ ନମ୍ବର 9583129448। କିଛି ବି ଡାଉଟ୍ ହେଲେ ପଚାରିପାରିବେ ହେଲା। ଏମିତି କିଛି ବି ନାହିଁ, କିନ୍ତୁ ପଢ଼ା ଜୋରସୋରରେ କର। ଆଉ ଏ ବର୍ଷ ଗୋଟେ ସିଟ୍ ନେଇକି ଯାଅ ଆଉ ପଢ଼ାର ବୋଷ୍ଟକୁ ଆହୁରି ବଢ଼ାଅ। ମ୍ୟାଥକୁ ଡେଲି ପ୍ରାକ୍ଟିସ୍ କର। ଏହାପରେ ମ୍ୟାଥର ବି କ୍ଲାସ୍ କରିବା ପିଲାମାନେ, ଟିକେ ଟାଇମ୍ ମିଳିପାରୁନଥିଲା ସେଥିପାଇଁ ତ ଗୋଟେ କ୍ଲାସ୍ ପଢ଼ଉଛି। ଏହାପରେ ଟ୍ରାଏ କରିବି 2-2ଟା ମ୍ୟାଥ୍ ସହିତ EVSର କରିବା ପାଇଁ। ଆଉ ଏଇଟା ସିଲାବସ୍ କମ୍ପ୍ଲିଟ୍ କରିବା। ତୁମ ଏକ୍ଜାମ୍ ଥିବ ମାସଟେ 1.5 ମାସ, ତା ପୂର୍ବରୁ ସିଲାବସ୍ କମ୍ପ୍ଲିଟ୍ ହେଇଯିବ। କିନ୍ତୁ ମ୍ୟାଥର ପୁରା ତ ଥିଓରି ଦେଖିଲେ ସରିବନି, ପୁରା ବେସିକ୍ରେ ଯଦି ଦେଖିବେ ତ ସରିବନି, କିନ୍ତୁ ପରୀକ୍ଷାରେ ଆସିଲା ବେଳେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତାକୁ ଦେଖିଦେବା। ଇମ୍ପୋର୍ଟାଣ୍ଟ ଟପିକ୍ ୱାଇଜ୍ର ଯେତିକି ବି ଆସିପାରେ ତାକୁ ପୁରା ଦେଖିବା, ଭଲସେ ଦେଖିବା। ତ ରେଡ଼ି ହୁଅନି, ଆଉ ତୁମମାନଙ୍କର ସପୋର୍ଟ ଦରକାର। ଜଲ୍ଦି 1K କରେଇଦିଅ, ଯାହାକି ଲାଇଭ୍ କ୍ଲାସେସ୍ କରିବା। ଆଉ EVS ଗୁଡ଼ାକ EVS କହୁଛି ପିଲାମାନେ, EVS ମେଣ୍ଟାଲ୍ ଆବିଲିଟି, ଓଡ଼ିଆ, ମ୍ୟାଥ୍ ମିଶେଇ କି ଗୋଟେ ମକ୍
ଲାଇଭ୍ କରିବା ହେଲା, ଲାଇଭ୍ କ୍ଲାସ୍। ଆଚ୍ଛା ପିଲାମାନେ, ଦେଖା ହବ ଆପଣ ନେକ୍ସଟ କ୍ଲାସ୍ରେ। ରହୁଛି। ଜୟ ଜଗନ୍ନାଥ।